ସୁନ୍ଦରୀ ଚାଲନ୍ତୁ ଦେଖିବା ଆଜି ଆମରି ଦୋକାନ ଟାଇଲି ଓ ହନ୍ଥପଡ଼ାରେ କାମ ହେଉଛି। ଆମରି ମିସ୍ତ୍ରୀ ମୋ ମିସ୍ତ୍ରୀ ପ୍ରଥମ ସ୍ୱାଗତ ଜଣାଇବି ମୋ ମିସ୍ତ୍ରୀ ଚ୍ୟାନେଲକୁ। ତାପରେ ସ୍ୱାଗତ ଜଣାଇ ମୋର ପ୍ରିୟ ସବସ୍କ୍ରାଇବର ମାନଙ୍କୁ ସ୍ୱାଗତ ଜଣାଇବି। ତାର ସଙ୍ଗେ ସଙ୍ଗେ ଧନ୍ୟବାଦ ଜଣାଇବି ପ୍ରିୟ ସବସ୍କ୍ରାଇବର ଆଗକୁ ଏମିତି ମୁଁ ଖୁସି କରେଇବି। ଚାଲନ୍ତୁ ଦେଖିବା ଆଜି ମୋରି ଦୋକାନ କମଳା ବିଷ୍ଣୁ ଏଣ୍ଟରପ୍ରାଇଜେସର ଟାଇଲି ଆଉ ମଧ୍ୟ ମୁଁ ମିସ୍ତ୍ରୀ ସେହି ମଧ୍ୟ ଆମରି ଟାଇଲି ଆମରି ମିସ୍ତ୍ରୀର କାମ ଚାଲିଛି। ବର୍ତ୍ତମାନ ଫ୍ଲୋର ପାଖାପାଖି ସରିବା ଉପରେ କଥା। ବର୍ତ୍ତମାନ ସ୍କାର୍ଟିଂ ଲାଗୁଛି। ସ୍କାର୍ଟିଂ ସବୁ କଟା ହେଇକି ରଖାଯାଇଛି। ସ୍କାର୍ଟିଂ ସବୁ ଗଦା ହେଇଛି, କଟା ହେଇକିନା ସବୁ ଏଠି ଗଦା ହେଇଛି। ବହୁତ ସ୍କାର୍ଟିଂ କଟା ହେଇକିନା ଗଦା ହେଇଛି, ବାକି ଅଛି ଲାଗିବାର। ଯେତିକି ଫ୍ଲୋର କମ୍ପ୍ଲିଟ୍ ହେଇଗଲା ସେତିକି ସ୍କାର୍ଟିଂ କରିଦେଲେ ତାର ସଙ୍ଗେ ସଙ୍ଗେ ଭଲ ହେବ ବୋଲି ମୁଁ ମନେ କରୁଛି। ତେଣୁକରି ସେଇ ସମ୍ଭବ ହେଲା ଭଳିଆ କରିବା ପାଇଁ ଚେଷ୍ଟା ମୁଁ କରୁଛି କରୁଛି। ବର୍ତ୍ତମାନ ଏଗୁଡ଼ା ସବୁ ସ୍କାର୍ଟିଂ ଲାଗିଛି। ଏଇ ରୁମ୍ଟା 1 ନମ୍ବର ରୁମ୍ଟା ସ୍କାର୍ଟିଂ ଲାଗିଯାଇଛି ବର୍ତ୍ତମାନ। ଆଉ ବାକି ରହିଲା 2 ନମ୍ବର ରୁମ୍। 2 ନମ୍ବର ରୁମ୍ ବର୍ତ୍ତମାନ ସ୍କାର୍ଟିଂ ଲାଗିବ। ଥୁଆ ହେଇଯାଇଛି ମସଲା ଗୁଡ଼ା ହେଇକି ବର୍ତ୍ତମାନ। ଆଉ ଆଜ୍ଞା ଆପଣଙ୍କୁ ମୁଁ ଏଠି କହିବାକୁ ଚାହିଁବି, ଇଏ ହେଉଛି ପେସ୍ତାର ଟାଇଲି। ଏ ଟାଇଲର ନାମ ପେସ୍ତା। କେମିତିଆ ଲାଗୁଛି ନିହାତି ଆପଣଙ୍କୁ ମୁଁ ଅନୁରୋଧ କରିବି, ନିହାତି କମେଣ୍ଟ ସେକ୍ସନରେ ଆପଣଙ୍କର ମତାମତ ରଖିବେ। କେମିତି ଲାଗୁଛି, କିପରି ଲାଗୁଛି, ମତାମତ ରଖିଲେ ମୋତେ ଖୁସି ଲାଗିବ। ଏସବୁ 2x2 ଟାଇଲି ପଡ଼ିଯାଇଛି, ବାକି ନାହିଁ। ଏ ମଧ୍ୟର ବର୍ତ୍ତମାନ ଅଫର୍ ଚାଲିଛି। ଏଇ ଦଶହରା ଉପଲକ୍ଷେ ବର୍ତ୍ତମାନ ଅଫର୍ ଚାଲିଛି। ଏଇ ଟାଇଲ ଉପରେ ରିହାତି ଗୋଟେ ବକ୍ସ ଉପରେ 50 ଟଙ୍କାରୁ 60 ଟଙ୍କା କମ୍ ଅଛି। ଯିଏ ବି ମଧ୍ୟ ଆପଣ ଆସିକି ଯୋଗାଯୋଗ କରିକି ନେଇପାରନ୍ତି, କିଛି ଅସୁବିଧା ନାହିଁ। ନମ୍ବର ହେଲା କଣ୍ଟାକ୍ଟ ନମ୍ବର 6370373693। ଏହି ନମ୍ବରରେ କଣ୍ଟାକ୍ଟ କରିକି ଆପଣ ମଧ୍ୟ ଆସିପାରିବେ, କିଛି ଅସୁବିଧା ନାହିଁ। ଆପଣ ଆସିଲେ ନିହାତି ଆପଣ ଏଇ ରେଫରେନ୍ସରେ ଆସିଲେ ନିହାତି ଆପଣଙ୍କୁ କିଛି ନା କିଛି ଆଉ ଟିକେ କରିବାକୁ ହେବ। ଯଦି ଆଜ୍ଞା ଭଲ ଲାଗିଥିବ କମେଣ୍ଟ ମାଧ୍ୟମରେ ନିହାତି ମତାମତ ରଖିବେ। ଭଲ କି ମନ୍ଦ, ଖରାପ କି ଭଲ, ତା'ର କିଛି ବାଦ ବିଚ୍ଛେଦତା କରିବାର ଆପଣଙ୍କର ଦାୟିତ୍ୱ। ଖାଲି ମୁଁ ଭଲ କହିଲେ ହେବନି, ମୋର କଷ୍ଟମର ଆଉ ମୋ ପ୍ରିୟ ସବସ୍କ୍ରାଇବର ମାନେ ଭଲ କହିବା ଦରକାର। ଜୟ ମା ସାରା ସୁନ୍ଦରୀ। ମୁଁ ଆଉ ଥରେ ଆପଣଙ୍କ ଏଇ ପ୍ରିୟ ସବସ୍କ୍ରାଇବରଙ୍କ ମାନଙ୍କ ମାଧ୍ୟମରେ ମୁଁ ମିସ୍ତ୍ରୀ ଚ୍ୟାନେଲକୁ ଆମନ୍ତ୍ରଣ କରିବା ପାଇଁ ଆଗ ଏପିସୋଡ଼ରେ ନିହାତି ମୁଁ ଆସିବାକୁ ଚେଷ୍ଟା କରିବି। ଜୟ ମା ସାରା ସୁନ୍ଦରୀ।